ପିଲାମାନେ ଅତିବଡ଼ି ଜଗନ୍ନାଥ ଦାସଙ୍କର ବିରଚିତ ଓଡ଼ିଆ ଭାଗବତରୁ ଆନ୍ୱିତ ବର୍ଷା କବିତା ଯାହା ତୁମମାନଙ୍କ ସାହିତ୍ୟ ବହିରେ ତୃତୀୟ ପାଠ ହିସାବରେ ରହିଛି। କବିତାଟିର ସୁର, ତାଳ, ଲୟ ଏବଂ ମାର୍ମିକ ଅର୍ଥ ଆଧାରରେ ଆମେ ଆଲୋଚନା କରିଛନ୍ତି। ତତ୍ସହିତ କବିତାଟିକୁ କେତେକାଂଶରେ ପ୍ରଶ୍ନ ଉତ୍ତର ଆଲୋଚନା ସହ ସମାପ୍ତ କରିଛନ୍ତି। ପିଲାମାନେ ଏହି କବିତାକୁ ଆହୁରି ସରସ ସୁନ୍ଦର କରି ବୁଝିବା ନିମନ୍ତେ ଆମମାନଙ୍କୁ କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଯିବାକୁ ପଡ଼ିବ। ପିଲାମାନେ ତୁମ ସାହିତ୍ୟ ବହିରେ ଅନେକ ଗୁଡ଼ିଏ କାର୍ଯ୍ୟ ସହିତ ପ୍ରଶ୍ନ ଉତ୍ତର ଆଲୋଚନା ପାଇଁ ସୁଯୋଗ ରହିଛି। ଆମେମାନେ ଏହି ଭିଡ଼ିଓରେ ସେଥିରେ ଥିବା କେତେ ଗୁଡ଼ିଏ ପ୍ରଶ୍ନକୁ ନେଇ ଆଲୋଚନା କରିବା, ସେଗୁଡ଼ିକର ଉତ୍ତର ଏହି କବିତାରୁ ଖୋଜିବା। ତତ୍ସହିତ ଏହି କବିତାରେ ଅନେକ ନୂଆ ନୂଆ କଥା ମଧ୍ୟ ଜାଣିପାରିବା। ତମେମାନେ ଏଥର ପ୍ରସ୍ତୁତ ହେଇଯାଅ। ଆମେ ଯିବା ଆଜିର ଆଲୋଚନା ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। କବିତା ବର୍ଷା। ପ୍ରଶ୍ନ ଉତ୍ତର। ଆମେ ବହି ପଢ଼ି ପ୍ରଶ୍ନର ଉତ୍ତର ଦେଇପାରୁ। ସାଙ୍ଗମାନେ ତୁମେମାନେ ମଧ୍ୟ ପ୍ରଶ୍ନର ଉତ୍ତର ଦେଇପାରିବ। ପିଲାମାନେ ଆଜି ଆମେ ପ୍ରଥମ ପ୍ରଶ୍ନକୁ ଯିବା। ସୂଚନାଟି ଏଇଆ, ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତରକୁ ଚିହ୍ନଟ କର। ସୂଚନାଟିକୁ ଆମେମାନେ ପଢ଼ିଲେ। ଏବେ ପ୍ରଶ୍ନକୁ ଯିବା। କବିତାରେ ମେଘେ ମିଳିଲେ ଶୂନ୍ୟ ପଥେ କେଉଁ ପଥ ପାଇଁ କୁହାଯାଇଛି? ପ୍ରଶ୍ନଟିକୁ ଆଉଥରେ କହୁଛି। କବିତାରେ ମେଘେ ମିଳିଲେ ଶୂନ୍ୟ ପଥେ କେଉଁ ପଥ ପାଇଁ କୁହାଯାଇଛି? ଅର୍ଥାତ୍ ଶୂନ୍ୟ ପଥର ଅର୍ଥ କ'ଣ? ଏଥର ଆମେ ଦେଖିବା ଆମ ସମ୍ଭାବ୍ୟ ଉତ୍ତର ଗୁଡ଼ିକ ରହିଛି। ସମ୍ଭାବ୍ୟ ଉତ୍ତର ଗୁଡ଼ିକ ହେଲା ରାଜପଥ, ସଡ଼କ ପଥ, ଜଳପଥ ଏବଂ ଆକାଶ ପଥ। ଠିକ୍ ଅଛି। ଚାରିଟା ସମ୍ଭାବ୍ୟ ଉତ୍ତର ଭିତରୁ ତମମାନେ ମନେ ପକାଇ କୁହ କେଉଁ ପଥ କଥା କୁହାଯାଇଛି? ମେଘେ ମିଳିଲେ ଶୂନ୍ୟ ପଥେ। କବିତା ମନେ ପଡ଼ୁଛି? ମେଘେ ମିଳିଲେ ଶୂନ୍ୟ ପଥେ। ଠିକ୍ ଅଛି। ଏଠାରେ ଶୂନ୍ୟ ପଥେ କ'ଣ କହିପାରିବ? ଶୂନ୍ୟ ପଥେ ମେଘେ ମିଳିଲେ ଶୂନ୍ୟ ପଥେ ବିଜୁଳି ଶବଦ ସଙ୍ଗତେ। କହିଲେ ଶୂନ୍ୟ ପଥ? ଠିକ୍ କହିଲ। ଆକାଶ ପଥ କ'ଣ ହେଲା ତାହେଲେ ଉତ୍ତର? ଆକାଶ ପଥ। ଏବେ ବୁଝିହେଲା ମେଘମାନେ କେଉଁଠାରେ ପରସ୍ପର ସହିତ ମିଳୁଥିଲେ? ଆକାଶ ପଥରେ ମିଳୁଥିଲେ। ପରବର୍ତ୍ତୀ ପ୍ରଶ୍ନକୁ ପିଲାମାନେ ଯିବା। ପରବର୍ତ୍ତୀ ପ୍ରଶ୍ନ ସ୍କ୍ରିନରେ କ'ଣ ଅଛି? ପୃଥିବୀ ରବି ତେଜ ଗ୍ରାସେ ତାପିତ ଥିଲା ଅଷ୍ଟ ମାସେ। ଆଉ ଥରେ ପଡ଼ୁଛି। ପୃଥିବୀ ରବି ତେଜ ଗ୍ରାସେ ତାପିତ ଥିଲା ଅଷ୍ଟ ମାସେ। ସୂଚନାକୁ ଯିବା। ସୂଚନା କହୁଛି ଏଠାରେ ତାପିତ ଶବ୍ଦଟି କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଏଇ ଯେଉଁ ତାପିତ ଶବ୍ଦଟି ବ୍ୟବହାର କରାଯାଇଛି କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଏହା ହେଉଛି ପ୍ରଶ୍ନ। ସମ୍ଭାବ୍ୟ ଉତ୍ତର ଗୁଡ଼ିକୁ ଆମେ ଦେଖିନେବା। ଶୀତଳ, ଗରମ, ଓଦା, ନରମ। କ'ଣ ହେବ ଉତ୍ତର? ଏ ଚାରିଟାରୁ କେଉଁଟା ହେବ ଉତ୍ତର? ହଁ, ଠିକ୍ କହିଲ। କ'ଣ ହେଲା ଉତ୍ତର? ଗରମ। ତାପ, ତାପିତ, ଗରମ। ଠିକ୍ ଅଛି। ହଁ ପିଲାମାନେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ସୂଚନାଟି ଏଇଆ, କବିତା ମଧ୍ୟରୁ କେତୋଟି ପଦ ନିମ୍ନରେ ଦିଆଯାଇଛି? ସେମାନଙ୍କ ମଧ୍ୟରେ ରେଖାଙ୍କିତ ପଦଗୁଡ଼ିକର ଡାହାଣ ପଟରେ ଭାବାର୍ଥ ମଧ୍ୟ ଦର୍ଶାଯାଇଛି। ଅର୍ଥାତ୍ କିଛି ପଦ ଅଛି ଆଉ ତାର ଭାବାର୍ଥ ମଧ୍ୟ ଅଛି। ରେଖାଙ୍କିତ ଶବ୍ଦକୁ ଭାବାର୍ଥ ସହ ଗାର ଟାଣି ଯୋଡ଼। ଅତଏବ ଆମକୁ ସୂଚନା କ'ଣ ମିଳିଲା? ରେଖାଙ୍କିତ ଶବ୍ଦକୁ ଭାବାର୍ଥ ସହ ଗାର ଟାଣି ଆମେ ଯୋଡ଼ିବା। ଠିକ୍ ଅଛି ପିଲାମାନେ। ଏବେ ଆମେ ପଦ ଗୁଡ଼ିକୁ ଯିବା। କବିତାର ପଦ କ'ଣ କ'ଣ ଅଛି ଦେଖିବା। ପ୍ରଥମ ପଦ, ଜଳ ପାଇଲା ତୋଷ ଚିତ୍ତେ ତପସ୍ୱୀ ଜନଙ୍କର ମତେ। ପିଲାମାନେ ଏଠାରେ ଯେଉଁ ତୋଷ ଚିତ୍ତେକୁ ଅଣ୍ଡରଲାଇନ୍ କରାଯାଇଛି ତା ନିମ୍ନରେ ଗାରଟି ଅଛି। ଅର୍ଥାତ୍ ଏଇ ତୋଷ ଚିତ୍ତେର ଭାବାର୍ଥ କ'ଣ ହେବ ଆମକୁ ଖ ସ୍ତମ୍ଭରୁ ବାହାର କରିବାକୁ ପଡ଼ିବ ଖୋଜିକି। 2 ନମ୍ବର, ଖଦ୍ୟତ କୀଟ ନିଶା ମୁଖେ ଜଗତ ଆବରିଲେ ସୁଖେ। ଏଠାରେ ଯେଉଁ ନିଶା ମୁଖେ ରହିଛି ତାହା ଅଣ୍ଡରଲାଇନ୍ କରାଯାଇଛି। ଅର୍ଥାତ୍ ଏହି ଶବ୍ଦଟିର ଅର୍ଥ ବା ଭାବାର୍ଥ ଆମକୁ ବାହାର କରିବାକୁ ପଡ଼ିବ ଖ ସ୍ତମ୍ଭରେ ଯାହା ଦେଇଥିବ। ତୃତୀୟ, ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ଏଠାରେ ଛତ୍ର ପ୍ରାୟକୁ ଅଣ୍ଡରଲାଇନ୍ କରାଯାଇଛି। ଏହାର ଅର୍ଥ ବା ଭାବାର୍ଥ ଆମକୁ ଖୋଜି ବାହାର କରିବାକୁ ପଡ଼ିବ। 4 ନମ୍ବର, ଅତିଥି ଦେଖି ଭକ୍ତ ଜନେ ଯେସନ ତୋଷ ହୁଅନ୍ତି ମନେ। ଭକ୍ତ ଜନେକୁ ଅଣ୍ଡରଲାଇନ୍ କରାଯାଇଛି ଯାହାର ଅର୍ଥ ହେଉଛି ଆମେ ଏହାକୁ ବାହାର କରିବା, ଏହାର ଭାବାର୍ଥ ବା ଅର୍ଥ ବାହାର କରିବା। ଏଥର କବିତାର ପଦଗୁଡ଼ିକୁ ଆମେମାନେ ପଢ଼ି ନେଇ ସାରିଲେଣି। ଭାବାର୍ଥକୁ ଯିବା। କ'ଣ କ'ଣ ଭାବାର୍ଥ ଦେଇଛି? ଠିକ୍ ଅଛି ପିଲାମାନେ ଆସିଗଲା।
ରେଖାଙ୍କିତ ଶବ୍ଦର ଭାବାର୍ଥ। ଆମେ ଦେଖିବା ଭାବାର୍ଥ 1 ସନ୍ଧ୍ୟା ସମୟରେ, ଭାବାର୍ଥ 2 ସନ୍ତୋଷ ମନରେ, ଭାବାର୍ଥ 3 ସାଧୁ ବ୍ୟକ୍ତିମାନେ, ଭାବାର୍ଥ 4 ଛତା ଭଳି। ଏବେ ଏଗୁଡ଼ିକୁ ଆମେ ମନେ ପକାଇବା ଏବଂ ଉତ୍ତର କରିବା ପାଇଁ ଚେଷ୍ଟା କରିବା। ଠିକ୍ ଅଛି ପିଲାମାନେ, ପ୍ରଥମ ପ୍ରଶ୍ନଟି ଅଛି ଜଳ ପାଇଲେ ପାଇଲା ତୋଷ ଚିତ୍ତେ ତପସ୍ୱୀ ଜନଙ୍କର ମତେ। ତୋଷ ଚିତ୍ତେ ଭାବାର୍ଥ ମଧ୍ୟରୁ କେଉଁଟି ହେବ? କ'ଣ? ତୋଷ ଚିତ୍ତେ ଶବ୍ଦର ଭାବାର୍ଥ କ'ଣ ହେବ? କ'ଣ ହେବ କହିପାରିବ? ହଁ, ଠିକ୍ କହିଲ, 2 ନମ୍ବରଟା। କ'ଣ? ସନ୍ତୋଷ ମନରେ। ତୋଷ ଚିତ୍ତେର ଅର୍ଥ ହେଉଛି ସନ୍ତୋଷ ମନରେ। ଆମେ ଏବେ ତାକୁ କାରଟାଣି ଯୋଡ଼ିଦେଲି। ଦ୍ୱିତୀୟ କଥା, ଖଦ୍ୟୋତ କୀଟ ନିଶାମୁଖେ ଜଗତ ଆବରିଲେ ସୁଖେ। ଏଠାରେ ନିଶାମୁଖେ ଶବ୍ଦର ଭାବାର୍ଥ କ'ଣ ହେବ? ମନେ ପକାଅ, ନିଶାମୁଖେ ମୁଁ କହିଥିଲି ନିଶା ରାତି, ମୁଖେ ହେଉଛି ମୁହଁ। ରାତିର ମୁହଁ କିଏ? ସନ୍ଧ୍ୟା। ଅତଏବ ପ୍ରଥମଟି ହେବ କ'ଣ ହେବ? ସନ୍ଧ୍ୟା ସମୟରେ। ମୁଁ ତାକୁ ଗାରଟାଣି ଯୋଡ଼ି ଦେଉଛି। ଠିକ୍ ଅଛି ପିଲାମାନେ, ତମମାନେ ବୁଝିଗଲେ ଏଥର। 3 ନମ୍ବରର କ'ଣ ଅଛି? ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ଛତ୍ରପ୍ରାୟ। ଛତ୍ରପ୍ରାୟ କ'ଣ? ବୁଝିହେଲା? କ'ଣ ଉତ୍ତର ହେବ? ହଁ, ଠିକ୍ କହିଲ, ଛତା ଭଳି। ମୁଁ ତାକୁ ଗାରଟାଣି ଯୋଡ଼ି ଦେଉଛି। ଚତୁର୍ଥରେ ଅଛି ଅତିଥି ଦେଖି ଭକ୍ତ ଜନେ ଯେସନ ତୋଷ ହୁଅନ୍ତି ମନେ। ଏଠାରେ ଭକ୍ତ ଜନେ କାହାକୁ ବୁଝଉଛି? ସାଧୁ ବ୍ୟକ୍ତିମାନେ। ଠିକ୍ ଅଛି ପିଲାମାନେ, ଏଥର ଆମେ ବୁଝିପାରିଲେ। ଆଉ ଥରେ ତାକୁ ସାରାଂଶ କରିଦେବା। ତୋଷ ଚିତ୍ତେର ଅର୍ଥ ସନ୍ତୋଷ ମନରେ, ନିଶାମୁଖେର ଅର୍ଥ ସନ୍ଧ୍ୟା ସମୟରେ, ଛତ୍ରପ୍ରାୟର ଅର୍ଥ ଛତା ଭଳି, ଭକ୍ତଜନରେ ଅର୍ଥ ସାଧୁ ବ୍ୟକ୍ତିମାନେ। ଏବେ ଆମେ କଥାକୁ ବୁଝିପାରିଲେ। ଠିକ୍ ଅଛି ପିଲାମାନେ, ଆମେମାନେ ଏବେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ତାର ସୂଚନା ପଢ଼ି ନେବା। ମେଘମାଳ କିପରି ଭାବରେ ଜଳ ବର୍ଷା କଲେ? ଏଗୁଡ଼ିକ ବର୍ଣ୍ଣନାତ୍ମକ ଉତ୍ତର। ତମମାନେ ଭାବିବ, ଉତ୍ତରକୁ ଖୁବ୍ ସୁନ୍ଦର ଭାବରେ ଲେଖିବ ନିଜ ଖାତାରେ। ମୁଁ ଯାହା ସମ୍ଭବ ତାହା ଏଠାରେ ତୁମମାନଙ୍କ ପାଇଁ ପ୍ରସ୍ତୁତ କରିଛି, ତୁମମାନେ ଦେଖିଦେବ। ଆଚ୍ଛା, ଆମେ ଟିକେ ଆଲୋଚନା କରିବା। ମେଘମାଳ କିପରି ଭାବରେ ଜଳ ବର୍ଷା କଲେ? ବର୍ଷା ଋତୁ ପୃଥିବୀ ପୃଷ୍ଠକୁ ଆସିଗଲା। ତା ପୂର୍ବରୁ ଗ୍ରୀଷ୍ମ ଋତୁ ଚାଲିଗଲା। ବହୁ କଷ୍ଟ ଦେଇଥିଲା ଲୋକମାନଙ୍କୁ ଗ୍ରୀଷ୍ମ ଋତୁ। ଜୀବଜନ୍ତୁ, ଉଦ୍ଭିଦ ଜଗତ ସମସ୍ତେ କଷ୍ଟ ପାଇଥିଲେ। ନଦୀ ଶୁଖି ଯାଇଥିଲା, ଗଛ ପୋଡ଼ି ଜଳି ଯାଇଥିବା ପରି ଦିଶୁଥିଲା। ଲୋକମାନେ ନାହିଁ ନଥିବା କଷ୍ଟ ଭୋଗ କରିଥିଲେ। ଟୋପାଏ ଜଳ ପାଣି ହାହାକାର ଶୁଭୁଥିଲା। ଏମିତି ଭାବରେ ବର୍ଷା ଋତୁ ଆସିଲା। ଲୋକମାନେ ନିଶ୍ଚିତ ଭାବରେ ଖୁସି ମନେଇବେ। ନିଦାଘର କଷ୍ଟକୁ ସେମାନେ ସହୁଥିଲେ। ତାପରେ ପରେ ଯେତେବେଳେ ପୃଥିବୀ ପୃଷ୍ଠରେ ବର୍ଷା ଆସିଯାଇଛି, ସେତେବେଳେ ତପସ୍ୟା କରିକି ଫଳ ପାଇଲା ଭଳି ଖୁସି ସେମାନେ ବ୍ୟକ୍ତ କରିଛନ୍ତି। ଠିକ୍ ଅଛି, ସେଇ ବର୍ଷା ଆସିଯାଇଛି ଯେତେବେଳେ କେମିତି ଆସିଛି, ତାର ଆସିବାଟା କେମିତି ହେଇଛି, ସେଇ କଥା ଆମେ ଟିକେ ଭାବିବା। ଆକାଶରେ କଳା ମେଘମାନ ଦେଖିବାକୁ ମିଳିବ। ମେଘ ମେଘ ଭାସି ବୁଲୁଥିବେ, ପରସ୍ପର ସହିତ ସମ୍ପର୍କରେ ଆସିଲେ ବିଜୁଳି ସୃଷ୍ଟି ହେବ। ଘଡ଼ଘଡ଼ି ଶବ୍ଦ ସହ ଟୋପା ଟୋପା ବର୍ଷା ଆକାଶରୁ ଝରି ପଡ଼ିବ। ଏଇ କଥା ଆମେ ପଢ଼ିଥିଲେ କବିତାରେ। ଆମେ ତାକୁ କେମିତି ସଜେଇକି ସାଇତିକି ଭଲ ଭାବରେ ଲେଖିବା, ସେଇ କଥା। ଦେଖ, ଉତ୍ତର ଗ୍ରୀଷ୍ମ ପରେ ବର୍ଷା ଋତୁ ଆସିଲା। ଆକାଶରେ ଖଣ୍ଡ ଖଣ୍ଡ ମେଘ ଦୃଶ୍ୟମାନ ହେଲେ। ଶୂନ୍ୟ ପଥରେ ମେଘଖଣ୍ଡ ଗୁଡ଼ିକ ପରସ୍ପର ସହ ମିଶି ବିଜୁଳି ଆଲୁଅ ଓ ଘଡ଼ଘଡ଼ି ଶବ୍ଦ ସହ ପୃଥିବୀରେ ବରସିବାକୁ ଲାଗିଲେ। ଏବେ କଥା ବୁଝିହେଲା? ଏହାକୁ ତୁମେ ପଢ଼ିଲ, ଶୁଣିଲ, ଏହାର ଭାବାର୍ଥ ବୁଝିନେଲ, ତୁମେ ନିଜ ଭାଷାରେ ଏହାର ଉତ୍ତର ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନକୁ ଯିବା। କ'ଣ ଅଛି ଦେଖିବା। ପରବର୍ତ୍ତୀ ପ୍ରଶ୍ନ ଅଛି, ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କାହିଁକି କହିଛନ୍ତି କବି? ସାର ହେଲା ଶ୍ରେଷ୍ଠ, ସବୁ ଋତୁଙ୍କ ଭିତରେ ଶ୍ରେଷ୍ଠ ବୋଲି କବି କାହିଁକି କହିଛନ୍ତି? ପ୍ରଥମେ ଆମେ ଟିକେ ଆଲୋଚନାକୁ ନେବା ପିଲାମାନେ। କବି ବର୍ଷା ଋତୁକୁ କାହିଁକି ଶ୍ରେଷ୍ଠ କହିଲେ? ଆମର 6ଟି ଋତୁ ଅଛି, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ଗ୍ରୀଷ୍ମରେ ଗରମ, ଅତିଶୟ ଗରମ ହୋଇଥାଏ। ବର୍ଷାରେ ବର୍ଷା ହୋଇଥାଏ। ଶରତ ଋତୁରେ କୋମଳ ପରିବେଶ ରହିଥାଏ। ହେମନ୍ତ ଋତୁରେ କୋମଳ ପରିବେଶ ରହିଥାଏ। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଋତୁରେ ପ୍ରବଳ ଶୀତ ଲାଗେ। ଆଉ ବସନ୍ତ ଋତୁ ସବୁଠୁ ଆରାମଦାୟକ ଋତୁ ହୋଇଥାଏ। ମଳୟ ପବନ ଦିଏ, କୋଇଲିର ରାବ ଶୁଣିବାକୁ ମିଳେ। ଏମିତି ଖୁସିର ଋତୁ ସେଇଟା। ସେ ଭିତରୁ ବର୍ଷା ଋତୁକୁ କବି କାହିଁକି ଶ୍ରେଷ୍ଠ କହିଲେ? ଆମେ ଟିକେ ବୁଝିବା। ବର୍ଷା ଗ୍ରୀଷ୍ମର ଦୁଃଖକୁ ଦୂର କରେ।
ଶୁଷ୍କ କ୍ଷେତକୁ ଜଳାର୍ଣ୍ଣବ କରେ। ଅଧା ମୃତ୍ୟୁ ବୃକ୍ଷମାନଙ୍କୁ ଜୀବନ ଆଣିଦିଏ। କେବଳ ବୃକ୍ଷ ନୁହନ୍ତି, ଜୀବ ଜନ୍ତୁ ଉଦ୍ଭିଦ ଜଗତ ଏପରିକି କୀଟ ପତଙ୍ଗମାନଙ୍କୁ ମଧ୍ୟ ସୁଖ ଆଣିଦେଇଥାଏ ଏଇ ବର୍ଷା। ଯେତେବେଳେ ପୃଥିବୀ ପୃଷ୍ଠରେ ବର୍ଷା ଜଳ ଆବରିତ ହୋଇଯାଏ, ସେତେବେଳେ ଜୀବନ ପାଇଯାଆନ୍ତି ଉଦ୍ଭିଦ ଜଗତ। ଚାଷୀ ଖୁସି ହେଇ ଚାଷ ଆରମ୍ଭ କରେ। ବେଙ୍ଗମାନେ ମଧ୍ୟ ଖୁସି ହେଇଯାଆନ୍ତି। ଖଦ୍ୟତ ଅର୍ଥାତ୍ ଜୁଳୁଜୁଳିଆ ପୋକମାନେ ମଧ୍ୟ ଖୁସି ହେଇଯାଆନ୍ତି। ଏହାର ଅର୍ଥ ସକଳ ଜୀବଜନ୍ତୁ ସୁଖ ଅନୁଭବ କରନ୍ତି ବର୍ଷା ଋତୁରେ। ଏହା ସହିତ ବିଲ ବାଡ଼ିରେ ଫଳ ଫୁଲ ଶସ୍ୟମାନେ ଗଜରି ଉଠନ୍ତି। ସମସ୍ତଙ୍କ ଘରେ ଫଳ ଫୁଲ ଶସ୍ୟ ଇତ୍ୟାଦି ଭରପୁର ହୋଇଯାଏ। ତା ଛଡ଼ା ଯେହେତୁ ସବୁଆଡ଼େ ଜଳ ହୋଇଯାଏ, ସବୁଆଡ଼େ ସୁଖ ଭରି ଉଠେ। ସେଥିପାଇଁ କହିଛନ୍ତି ବର୍ଷା ଋତୁରେ ଶସ୍ୟ ସମ୍ପଦ ଘରେ ଘରେ ପୂରି ଉଠେ। ଅତଏବ କବି କହୁଛନ୍ତି ବର୍ଷା ଋତୁ ସକଳ ଋତୁଙ୍କର ଶ୍ରେଷ୍ଠ। ରାଜା। ଦେଖିବା ଆମେ ତାକୁ କେମିତି ସଜାଡ଼ିକି ଲେଖିପାରିବା। କେତେ ସୁନ୍ଦର ଭାବରେ ସଜାଡ଼ିକି ଲେଖିବା ଏବଂ ତମେମାନେ ସେ ଲେଖାକୁ ବୁଝିବ, ନିଜେ ନିଜେ ଲେଖିବାକୁ ପ୍ରୟାସ କରିବ। ଯିବା ତାହେଲେ ଆମେ କେମିତି ଲେଖା ହେଇଛି। ଉତ୍ତର, ବର୍ଷା ଋତୁରେ ପୃଥିବୀ ପୃଷ୍ଠ ସବୁଜିମାରେ ଭରିଯାଏ। ସବୁଆଡ଼େ ଜଳ ଥିବାରୁ ଜୀବଜନ୍ତୁ ଗଛଲତାଙ୍କ ଜୀବନ ଧାରଣ ନିମନ୍ତେ ଅସୁବିଧା ନଥାଏ। ଜଳ ହେଉଛି ଜୀବନ। ଏହା ବର୍ଷା ଋତୁର ସବୁଠାରୁ ବଡ଼ ଦାନ। ଏହା ବ୍ୟତୀତ ଏହି ଋତୁରେ ଶସ୍ୟ ଓ ପନିପରିବାର ଅଭାବ ରହିନଥାଏ। ଏହି ଋତୁରେ ଜୀବଜଗତ ପାଇଁ ବଞ୍ଚିବା ସହଜ ଓ ଆନନ୍ଦପୂର୍ଣ୍ଣ ହୋଇଥାଏ। ଏହିପରି ସୁବିଧା ଅନ୍ୟ ଋତୁରେ ମିଳିନଥାଏ। ଏଥିପାଇଁ କବିତାରେ କବି ବର୍ଷା ଋତୁକୁ ଋତୁଙ୍କ ମଧ୍ୟରେ ସାର ବୋଲି କହିଛନ୍ତି। ଏଇ କଥା ଆମମାନେ ବୁଝିଲେ ପିଲାମାନେ? ହଁ ପିଲାମାନେ, ପରବର୍ତ୍ତୀ ପ୍ରଶ୍ନ ହେଉଛି କବି ପୃଥିବୀକୁ ରାଜା ଭାବେ ବର୍ଣ୍ଣନା କରିବାର କାରଣ କ'ଣ? କ'ଣ କାରଣ ହେଇଥିବ ପୃଥିବୀକୁ ରାଜା ଭାବେ ବର୍ଣ୍ଣନା କରିବାର? ପିଲାମାନେ, ରାଜ୍ୟର ରାଜା ସିଂହାସନରେ ବସନ୍ତି। ସିଂହାସନ ଉପରେ ରାଜଛତ୍ରିକା ଥାଏ। ତାହାକୁ ରାଜଛତ୍ତା ବୋଲି କହନ୍ତି। ତା ଛଡ଼ା ରାଜା ଯେତେବେଳେ ଭ୍ରମଣରେ ଯାଆନ୍ତି, ସେତେବେଳେ ତାଙ୍କର ସେବକ ତାଙ୍କ ମୁଣ୍ଡ ଉପରେ ଛତା ଧରି ଚାଲନ୍ତି। ରାଜାଙ୍କୁ ଖରା ନ ପଡ଼ୁ, ରାଜା କଷ୍ଟ ଅନୁଭବ କରନ୍ତୁ ନାହିଁ। ଏହା ଥାଏ ସେବକର ଉଦ୍ଦେଶ୍ୟ। ଯେତେବେଳେ ବର୍ଷା ପୃଥିବୀକୁ ଆସିଯାଇଛି, ଛତୁ ଛତା ଭଳି ଦିଶୁଛି। ଯଦି ଛତୁ ଛତା ଭଳି ଦିଶିବ, ତାହେଲେ ଛତୁକୁ ଘୋଡ଼ିଛି କିଏ? ପୃଥିବୀ। ତାହେଲେ ପୃଥିବୀ ରାଜା। କବିଙ୍କର ଭାବନା ଏତେ ଦୃଢ଼ ଏଠାରେ ଏବଂ ଏତେ ଗଭୀର ଯେ ଆମେ ତାହାକୁ ବୁଝିଲେ ମଜା ଲାଗୁଛି, ଖୁସି ଲାଗୁଛି, ପଢ଼ିବା ପାଇଁ ଇଚ୍ଛା ହେଉଛି, ନୁହେଁ କି? କବି ପୃଥିବୀକୁ ରାଜା ବୋଲି କହିଛନ୍ତି କାରଣ ବର୍ଷା ଋତୁରେ ଛତୁମାନେ ବିଭିନ୍ନ ସ୍ଥାନରେ ଛତୁମାନେ ଫୁଟି ସେମାନେ ଛତା ପରି ପୃଥିବୀକୁ ଢାଙ୍କି ରଖିଛନ୍ତି। ପୃଥିବୀ କଷ୍ଟ ଅନୁଭବ ନ କରୁ, ଖରାର ତେଜ ତାଙ୍କ ଉପରେ ଆଉ ନ ପଡ଼ୁ, ସେ ଛାଇରେ ରହନ୍ତୁ। ଅତଏବ ପୃଥିବୀକୁ ରାଜା ବୋଲି ବର୍ଣ୍ଣନା କରି କବିତାଟିକୁ ଲେଖିଛନ୍ତି କବି। ଆଚ୍ଛା, ସେଇ ଭାଷାକୁ, ସେଇ ଆଲୋଚନାକୁ ଆମେ କେମିତି ଲେଖିବା ସେଇ କଥା ଆଜି ଦେଖିବା ଏବଂ ତୁମମାନେ ଏ ଲେଖାକୁ ନିଜ ଭାଷାରେ ଲେଖିବ। ଉତ୍ତର କ'ଣ ଅଛି ଦେଖିବା। ଉତ୍ତର ଅଛି, ରାଜାଙ୍କ ମୁଣ୍ଡରେ ରାଜଛତା ଶୋଭା ପାଏ। ବର୍ଷା ଋତୁରେ ପୃଥିବୀ ପୃଷ୍ଠରେ ଛତୁ ଫୁଟିଥାନ୍ତି। କବିଙ୍କ ଭାବନାରେ ଏହି ଛତୁଗୁଡ଼ିକ ରାଜଛତା ସଦୃଶ। ଯେହେତୁ ପୃଥିବୀ ପୃଷ୍ଠରେ ଏମାନେ ଫୁଟିଥାନ୍ତି, ତେଣୁ ପୃଥିବୀ ଉପରେ ଏମାନେ ହେଉଛନ୍ତି ରାଜଛତା ଓ ପୃଥିବୀ ହେଉଛି ରାଜା। କବିତାରେ ଏହା ହେଉଛି କବିଙ୍କର ତୁଳନାତ୍ମକ ବ୍ୟାଖ୍ୟା। ବୁଝିଗଲା ପିଲାମାନେ? ଆମମାନେ ଏହି 3ଟି ପ୍ରଶ୍ନର ଖୁବ୍ ସୁନ୍ଦର ଆଲୋଚନା କରିନେଲେ। ତୁମମାନେ ଏହାର ଉତ୍ତର ଲେଖିବାକୁ ଚେଷ୍ଟା କରିବ। ପରବର୍ତ୍ତୀ ପ୍ରଶ୍ନକୁ ଆମମାନେ ଯିବା। ଏଠାରେ କବିତା ରଚନା ଶୈଳୀ ବାବଦରେ ଟିକେ ଆଲୋଚନା କରିନେବା। ଆମେ ବର୍ଷା କବିତାଟିକୁ ପଢ଼ିଲେ ଖୁବ୍ ସୁନ୍ଦର ଭାବରେ କବିତାଟି ରଚନା କରାଯାଇଛି। ପ୍ରତ୍ୟେକ ପାଦରେ 9ଟି ଅକ୍ଷର, ଅର୍ଥାତ୍ 2ଟା ପାଦକୁ ନେଇ ଗୋଟିଏ ପଦ ହେଇଛି। ପଦରେ 18ଟି ଅକ୍ଷର ରହିଛି। ଏହାକୁ ନବାକ୍ଷରୀ ଛନ୍ଦ କୁହାଯାଏ। ନବାକ୍ଷରୀ ଛନ୍ଦରେ କବିତାଟି ରଚନା କରାଯାଇଛି। କବିତାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଂକ୍ତି ବା ଗୁରୁତ୍ୱପୂର୍ଣ୍ଣ ପାଦକୁ ନେଇ ଆମେ ଆଲୋଚନାକୁ ଯିବା। କେତେ ସୁନ୍ଦର ଭାବରେ ଲେଖାଯାଇଛି। ଛତୁ ଯେ ଛତ୍ର ପ୍ରାୟ ହୋଇ, ରାଜାର ପ୍ରାୟ ଦିଶେ ମହି। ଏଇ ଯେଉଁ ପଦଟିଏ ରହିଛି,
ସେ ପଦଟିର ଭାବାର୍ଥକୁ ଆମେ ଆଉଥରେ ବୁଝିବା ପିଲାମାନେ। ମୁଁ ସେଟାକୁ ପଢ଼ିବି, ତମେମାନେ ବୁଝିବ। ଏହି ପଦଟିର ସାଧାରଣ ଅର୍ଥ ହେଉଛି ଛତୁ ଛତା ଭଳି ଏବଂ ପୃଥିବୀ ରାଜା ଭଳି ଦେଖାଯାଇଛି। କିନ୍ତୁ ଏହାର ଭାବାର୍ଥ ଏହିପରି ହେବ, ରାଜା ଯେତେବେଳେ ଭ୍ରମଣରେ ବାହାରନ୍ତି ସେତେବେଳେ ତାଙ୍କର ଆଗରେ ଆଲଟ ଚାମର ସହ ଛତ୍ରଛତ୍ରୀ ଅର୍ଥାତ୍ ପାଟଛତା ଛାୟା ପ୍ରଦାନ ନିମନ୍ତେ ଧରାଯାଇଥାଏ। ବର୍ଷା ଋତୁରେ ପୃଥିବୀ ପୃଷ୍ଠରେ ଅନେକ ପ୍ରକାରର ଛତୁ ଫୁଟିଥାଏ। ସେହି ଛତୁଗୁଡ଼ିକ ସତେ ଯେମିତି ଛତା ଭଳି ରାଜାଙ୍କୁ ଛାୟା ପ୍ରଦାନ କରୁଛି ବୋଲି କବି ବର୍ଣ୍ଣନା କରିଛନ୍ତି। ଏହିଭଳି ବର୍ଣ୍ଣନା କବିତାର ସୌନ୍ଦର୍ଯ୍ୟ ବଢ଼ାଇବା ସହ ପାଠକଙ୍କୁ ଆନନ୍ଦ ପ୍ରଦାନ କରିଥାଏ। ଏ କଥା ଆମେ 2 ଥର ଆଲୋଚନା କଲେଣି ପିଲାମାନେ। ତମମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହା ନିଶ୍ଚିତ ଭାବରେ ସୁଖପାଠ୍ୟ ହେଇଥିବ ତମମାନଙ୍କ ପାଇଁ। ଏହି ବିଷୟରେ ଆହୁରି ଅନେକ ପ୍ରଶ୍ନ ଅଛି ପିଲାମାନେ, ସେଗୁଡ଼ିକୁ ଆମେ ପରବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିବା। ବର୍ତ୍ତମାନ ଆମେ ବର୍ଷା କବିତାଟିକୁ ଆଉଥରେ ମନ ଦେଇ ଶୁଣିନେବା। ସେଥିରେ ଥିବା ଭାବ, ରସ, ସୁର, ତାଳ, ଲୟକୁ ବୁଝି ନେବା ଏବଂ ଆମେ ଯେଉଁ ପ୍ରଶ୍ନ ସବୁ ଆଲୋଚନା କଲେ ସେହି ପ୍ରଶ୍ନଗୁଡ଼ିକ କେଉଁ କେଉଁ ପଂକ୍ତିରେ ଅଛି ସେଗୁଡ଼ିକ ମଧ୍ୟ ବିଚାର କରିନେବା, ଯାହାଦ୍ୱାରା ଆମେ ଆଉ ଟିକେ ଭଲ ଭାବରେ କବିତାଟିକୁ ବୁଝିପାରିବା। ତାହେଲେ ଆମେ କବିତାଟିକୁ ଶୁଣିନେବା। ଆସ। ଏମନ୍ତେ ଗ୍ରୀଷ୍ମ କାଳ ଗଲା, ବରଷା ଋତୁ ପ୍ରକାଶିଲା, ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର, ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ, ମହିମଣ୍ଡଳ ଦୁଃଖ ଚାହିଁ, ଜଳ ଛାଡ଼ିଲା ତୋଷ ହୋଇ, ଘୋର ଶବଦେ ମେଘମାଳ, ଗର୍ଜିନ ବରସନ୍ତି ଜଳ, ପ୍ରାଣୀ ଜୀବନ ଜଳରାଶି, କରୁଣା ଚିତ୍ତରେ ବରସି, ପୃଥିବୀର ବି ତେଜ ଗ୍ରାସେ, ତାପିତ ଥିଲା ଅଷ୍ଟମାସେ, ଜଳ ପାଇଲା ତୋଷ ଚିତେ, ତପସ୍ୱୀ ଜନଙ୍କର ମତେ, ତପସ୍ୟା ଫଳ ଯେହ୍ନେ ପାଇ, ଭୁଞ୍ଜନ୍ତି ଅତି ସୁଖୀ ହୋଇ, ଖଦ୍ୟତ କୀଟ ନିଶା ମୁଖେ, ଜଗତ ଆବରିଲେ ସୁଖେ, ମଣ୍ଡୁକେ ମେଘ ନାଦ ଶୁଣି, ଗର୍ଜନ୍ତି ଆବରିଣ ପାଣି, ଅଳପ ନଦୀ ଏ ପୁରିଲେ, ଲହରୀ ମତେ ଉଛୁଳିଲେ, ନାନା ପ୍ରକାରେ ଶସ୍ୟ ରାଶି, ଏଣେ ପୂରିତ ମହିଦିଶି, ଛତୁ ଯେ ଛତ୍ର ପ୍ରାୟ ହୋଇ, ରାଜାର ପ୍ରାୟ ଦିଶେ ମହି, ମୟୂରେ ଗିରି ଶିଖେ ଥାଇ, ନୃତ୍ୟ କରନ୍ତି ମେଘେ ଚାହିଁ, ଅତିଥି ଦେଖି ଭକ୍ତ ଜନେ, ଯେସନେ ତୋଷ ହନ୍ତି ମନେ। ହଁ ପିଲାମାନେ, ପ୍ରଶ୍ନ ଉତ୍ତର ଖୁବ୍ ସୁନ୍ଦର ଭାବରେ ଆଲୋଚିତ ହେଲା ଏବଂ ଏଥିସହିତ କବିତାଟିକୁ ମଧ୍ୟ ଆମେମାନେ ଭଲ ଭାବରେ ଶୁଣିଲେ। ପ୍ରଶ୍ନ ଉତ୍ତର କବିତାର ଯେଉଁ ଅଂଶରେ ରହିଛି ତାକୁ ମଧ୍ୟ ଆମେମାନେ ମନେ ପକାଇ ନେଲେ। ଏଥିସହିତ ଭାବ, ରସ ଏବଂ ପ୍ରକୃତି ବର୍ଣ୍ଣନାକୁ ମଧ୍ୟ ଆମେ ଉପଭୋଗ କରିନେଲେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତରୁ ଆସିଥିବା ଏହି ବର୍ଷା କବିତା ନବାକ୍ଷରୀ ଛନ୍ଦ ବୋଲି ଆମେ ମଧ୍ୟ ବୁଝି ନେଇ ସାରିଲେଣି। ଅର୍ଥାତ୍ ଏଥିରେ ପ୍ରତ୍ୟେକଟି ପାଦରେ 9ଟି ଅକ୍ଷର ରହିଛି, 2ଟି ପାଦକୁ ନେଇ ଗୋଟିଏ ପଦ ସୃଷ୍ଟି ହୋଇଛି। এই କଥା ମଧ୍ୟ ଆମେ ବୁଝି ସାରିଲେଣି। ପ୍ରକୃତିରେ ବର୍ଷା କେଡ଼େ ସୁନ୍ଦର ଶୋଭା ଆଣିଦେଇଥାଏ ସେ କଥାକୁ ମଧ୍ୟ ଆମେ ବୁଝିଲେଣି। ତତ୍ସହିତ କବି ପ୍ରକୃତିରେ ଘଟିଥିବା ବିଭିନ୍ନ ଘଟଣାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି, ଯଥା ଆକାଶରେ ମେଘମାଳା, ମୟୂର ଏବଂ ଛତୁ। ଏସବୁର ଶୋଭାକୁ ମଧ୍ୟ ଆମେ ବୁଝି ସାରିଲେଣି। ଆମ ମନରେ ଏବେ ଅନେକ କଥା ଉଠି ଆସୁଛି ଯେ ଆମେ ଏପରି ଭାବରେ କବିତା ଲେଖିପାରିବା କି ନାହିଁ। ନିଶ୍ଚିତ ଭାବରେ ପିଲାମାନେ ତମେ ଏହାର ଭାବକୁ ବୁଝିବ, ଭାଷାକୁ
ପ୍ରକାଶ କରିବା ପାଇଁ କବିତା ମଧ୍ୟ ଲେଖିପାରିବ। ପିଲାମାନେ ଏହିପରି ଅନେକ ଗୁଡ଼ିଏ କବିତା ତମମାନେ ପଢ଼ିଲେ ତମମାନଙ୍କର ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ ଏବଂ ତମମାନେ ଭଲ ଭାବରେ ମଧ୍ୟ ନିଜେ ଲେଖିପାରିବ। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଆମର ଭିଡ଼ିଓ ଏତିକି। ଅନେକ ଗୁଡ଼ିଏ ପ୍ରଶ୍ନ ମଧ୍ୟ ଆଲୋଚନା କରିବା ପାଇଁ ରହିଛି। ଆମେ ସେଗୁଡ଼ିକୁ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା, ଅର୍ଥାତ୍ ଭିଡ଼ିଓ ନମ୍ବର 5ରେ ଆମେ ଆଲୋଚନା କରିବା। ତମମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇ ରହୁଛି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।